ଜୟ ଜଗନ୍ନାଥ ଆପଣମାନଙ୍କୁ ପ୍ରଜ୍ୟୋତି ସୱାଲକୁ ସ୍ୱାଗତ। ହିନ୍ଦୁ ଧର୍ମରେ ମକର ସଂକ୍ରାନ୍ତିର ବହୁତ ବଡ଼ ପବିତ୍ର ଦିନ ବୋଲି ଗ୍ରହଣ କରାଯାଇଛି। ପୌରାଣିକ ଶାସ୍ତ୍ର ଅନୁସାରେ ଆମର 12ଟି ରାଶି ରହିଥାଏ। ଆଉ ପ୍ରତି ମାସରେ ସୂର୍ଯ୍ୟଦେବ କ'ଣ କରନ୍ତି, ସେଇ ଗୋଟିଏ ଗୋଟିଏ ରାଶି କରି ବର୍ଷକ 12 ମାସରେ 12ଟି ରାଶିରେ ପ୍ରବେଶ କରିଥାନ୍ତି। ପୌରାଣିକ ମତ ଅନୁସାରେ ସୂର୍ଯ୍ୟଦେବ ଏହି 12ଟି ରାଶି ଭିତରେ ଯେତେବେଳେ ମକର ରାଶିକି ପ୍ରବେଶ କରିଥାନ୍ତି, ସେଇ ଦିନକୁ ମକର ସଂକ୍ରାନ୍ତି ବୋଲି ଗ୍ରହଣ କରାଯାଇଥାଏ ବା ମକର ସଂକ୍ରାନ୍ତି ଦିନ ସେଇ ଦିନ ପଡ଼ିଥାଏ। ଏହି ଦିନ ସ୍ନାନ ଦାନର ବିଶେଷ ମହତ୍ତ୍ୱ ରହିଛି। କ'ଣ ପାଇଁ ଯେ ସୂର୍ଯ୍ୟଦେବ ମକର ରାଶିରେ ପ୍ରବେଶ କରନ୍ତି, ଯାହାଦ୍ୱାରା ସେଇ ଦିନଠାରୁ ଉତ୍ତରାୟଣ ଆରମ୍ଭ ହୋଇଥାଏ। ମାନ୍ୟତା ରହିଛି ଯେ ଦେବତାମାନେ ଉତ୍ତରାୟଣ ସମୟରେ ମାନେ ଦିନବେଳା ତାଙ୍କର ସମୟ ରହିଥାଏ, ଆଉ ଦାନବମାନଙ୍କର ରାତ୍ରି ସମୟ ଆରମ୍ଭ ହୋଇଯାଇଥାଏ। ମାନେ ଦିନବେଳା ଦେବତାମାନଙ୍କର ସେଇ ସମୟରେ ତାଙ୍କର ମାନେ ଶୁଭର ଦିନ ହେଉଛି ଦେବତାମାନଙ୍କର ସେଇ ଦିନଠୁ ଆରମ୍ଭ ହୋଇଥାଏ। ଆଉ ତାପରେ ଖର ମାସ ବି ମଧ୍ୟ ଶେଷ ହୋଇଯାଇଥାଏ। ଏହା ସହିତ ମାଘ ମାସ ଆରମ୍ଭ ହୋଇଯାଇଥାଏ। ମାଘ ମାସ ଆରମ୍ଭ ହେବ ମାନେ ଶୁଭ କାର୍ଯ୍ୟ ବା ମାଙ୍ଗଳିକ କାର୍ଯ୍ୟ ଯେତିକି ବି ପୁଣି ଥରେ ଆରମ୍ଭ ହୋଇଯାଇଥାଏ। ତେଣୁ ମକର ସଂକ୍ରାନ୍ତି ବହୁତ ବଡ଼ ଦିନଟି ହେଇଥାଏ ସମସ୍ତଙ୍କ ପାଇଁ, କାରଣ ଏଦିନ ଉତ୍ତରାୟଣ ମଧ୍ୟ ଆରମ୍ଭ ହୋଇଥାଏ। କେବଳ ଆମ ଓଡ଼ିଶାରେ ନୁହେଁ, ବହୁତ ଦେଖିବେ ଷ୍ଟେଟ୍ରେ ମାନେ କିଛି ନା କିଛି ମକର ସଂକ୍ରାନ୍ତି, କିଏ ପୋଙ୍ଗଲ କହିଲାଣି, କିଏ ଉତ୍ତରାୟଣ କହିଲାଣି, ଏମିତିରେ ବହୁତ ନାମରେ ମଧ୍ୟ ମକର ସଂକ୍ରାନ୍ତି ପର୍ବ ପାଳନ କରାଯାଇଥାଏ। ତ ଏହି ଦିନରେ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେବା ସହିତ ତାଙ୍କୁ ଫୁଲ, ବସ୍ତ୍ର, ଅକ୍ଷତ, ସୁପାରି ମାନେ ଏମିତି ଚଢ଼େଇବାର ମଧ୍ୟ ପରମ୍ପରା ରହିଛି। ମକର ସଂକ୍ରାନ୍ତିରେ ଖିଚିଡ଼ି ବା ଖିଚୁଡ଼ିର ମହତ୍ତ୍ୱ ବହୁତ ଅଧିକା, କାରଣ କିଛିଟା ସ୍ଥାନରେ ଖିଚିଡ଼ି ବୋଲି ମଧ୍ୟ ପର୍ବରେ ମାନେ ମକର ସଂକ୍ରାନ୍ତିକୁ ଖିଚିଡ଼ି ପର୍ବ ଭାବରେ ମଧ୍ୟ ପାଳନ କରାଯାଇଥାଏ। ତ ଏହି ମାନେ ମକର ସଂକ୍ରାନ୍ତି 2024ରେ 14 ଜାନୁଆରୀ ବୁଧବାର ଦିନ ପଡ଼ୁଛି। ଦେଖନ୍ତୁ, ମୁଁ ଆପଣଙ୍କୁ ଖଡ଼ିନତା ପଞ୍ଜିକାରୁ ହିଁ ସୁଟ୍ କରି ଦେଖାଉଛି। 14 ଜାନୁଆରୀ ବୁଧବାର ଆମର ମକର ସଂକ୍ରାନ୍ତି ଅଛି, ତା ସହିତ ଆମର ଏକାଦଶୀ ରହିଛି। ସେଇ ଦିନକୁ ଦେଖନ୍ତୁ ଲେଖା ହେଇଛି ପୋଙ୍ଗଲ, ଉତ୍ତରାୟଣ ମଧ୍ୟ ଲେଖାଯାଇଛି। ଏଇ ଦିନ ଆପଣଙ୍କର ଶିମ୍ବ ସହିତ ପୋଇ ଶାଗ ଖାଇବା ମନା ରହିଛି। ପରଦିନ ଗୁରୁବାର ସୂର୍ଯ୍ୟୋଦୟ ଠାରୁ ସକାଳ 11:56 ମଧ୍ୟରେ ସଂକ୍ରାନ୍ତିର ପୁଣ୍ୟକାଳ ରହିଛି। ଯେହେତୁ ଏଦିନ ମାନେ ସ୍ନାନ ଆଉ ଦାନର ବହୁତ ବଡ଼ ଦିନଟେ, ଆପଣ ଯଦି କିଛି ଅମୃତ ସମୟରେ କି ଅମୃତ ବେଳରେ ଯଦି ଆପଣ କିଛି ଭଲ କାମ କରିବାକୁ ଚାହୁଁଛନ୍ତି, ମୁଁ ଆପଣଙ୍କୁ ମଧ୍ୟ କହିଦେଉଛି। ସୂର୍ଯ୍ୟୋଦୟରୁ ସକାଳ 8:04 ମଧ୍ୟରେ ଗୋଟେ ଅମୃତ ବେଳା ରହିଛି। ସୂର୍ଯ୍ୟୋଦୟ ଆପଣଙ୍କ 6:27, ତ 6:27ରୁ ସକାଳ 8:04 ମଧ୍ୟରେ ଗୋଟେ ରହିଛି। ତାପରେ ଅପରାହ୍ନ 12:52ରୁ 2:08 ମଧ୍ୟରେ ରହିଛି। ତାପରେ ସନ୍ଧ୍ୟା 6:16ରୁ ରାତ୍ରି 8:40 ମଧ୍ୟରେ ଗୋଟେ ରହିଛି। ମାହେନ୍ଦ୍ର ବେଳା ଆପଣ ଯଦି ଦେଖିବାକୁ ଚାହୁଁଛନ୍ତି, ତ ମାହେନ୍ଦ୍ର ବେଳା ଆପଣଙ୍କର ଅପରାହ୍ନ 4:49ରୁ ସୂର୍ଯ୍ୟାସ୍ତ 5:23 ମଧ୍ୟରେ ଗୋଟେ ସମୟ ରହିଛି। ତ ତା ବ୍ୟତୀତ କୁହାଯାଉଛି ଯେ ଆପଣ ଯଦି ସକାଳ ମାନେ ପୁରା ଭୋର 5:27ରୁ 6:21 ମଧ୍ୟରେ ମାନେ ବ୍ରହ୍ମ ମୁହୂର୍ତ୍ତରେ ଯଦି ସ୍ନାନ କରୁଛନ୍ତି, ତ ମକର ସଂକ୍ରାନ୍ତିରେ ବହୁତ ଶୁଭ ହୋଇଥାଏ, ବହୁତ ଫଳ ମଧ୍ୟ ମିଳିଥାଏ। ମକର ସଂକ୍ରାନ୍ତିର ପୁଣ୍ୟ କାଳ ରହୁଛି ଆପଣଙ୍କର 3:13 ମାନେ ଅପରାହ୍ନ 3:13ରୁ 5:45 ମଧ୍ୟରେ। ଅବଧି ଆପଣଙ୍କର ରହୁଛି 2 ଘଣ୍ଟା 32 ମିନିଟ୍ର। ମକର ସଂକ୍ରାନ୍ତିର ମହାପୁଣ୍ୟ କାଳର ସମୟ ରହୁଛି 3:13 ଅପରାହ୍ନ 3:13ରୁ 4:58 ମାନେ ଟୋଟାଲ ହେଉଛି ଘଣ୍ଟେ 49 ମିନିଟ୍ର ରହୁଛି। ତାପରେ ଚାଲନ୍ତୁ ଜାଣିବା ଯେ ମକର ସଂକ୍ରାନ୍ତିରେ ପୂଜାବିଧି ମାନେ ଏତେ ବଡ଼ ଦିନଟି ଆମେ କେମିତି ପୂଜାବିଧି କରିବା, ମାନେ ପୂଜା କେମିତି ଘର ଠାକୁରଙ୍କୁ କରିବା କି କେମିତି ଆମେ ପୂଜା କରିବା। ମକର ସଂକ୍ରାନ୍ତି ଦିନ ଆପଣ କ'ଣ କରିବେ, ପୂର୍ବ ଦିନରୁ ଆପଣ ଟିକେ ଘର ଭଲ ଭାବରେ ଧୁଆ ପୋଛା କରିଦିଅନ୍ତୁ। ତାପରେ ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟୋଦୟ ପୂର୍ବରୁ ଯେଉଁ ସମୟରେ ଆପଣଙ୍କୁ କହିଲି, ସେ ସମୟରେ ବି ଆପଣ ସ୍ନାନ କରିପାରିବେ। ପ୍ରଥମେ ଉଠି ଯଦି ପାରୁଛନ୍ତି ପବିତ୍ର ନଦୀରେ ସ୍ନାନ କରନ୍ତୁ। ଯଦି ପବିତ୍ର ନଦୀ ସେମିତି କିଛି ନାହିଁ, ତ ଘରେ ଗଙ୍ଗା ଜଳ ଟିକେ ମିଶାଇ ଆପଣ ସ୍ନାନ କରିପାରିବେ। ତାପରେ ଆପଣ କ'ଣ କରିବେ, ଭଲ ସଫାସୁତୁରା କିଛି ପୋଷାକ ପିନ୍ଧିବେ। ପୋଷାକ ପିନ୍ଧି ସାରିଲା ପରେ ଆଗେ କ'ଣ କରିବେ, ଘର ଠାକୁର ପୂଜା କରିବେ। ଘର ଠାକୁର ଯେହେତୁ ଏତେ ବଡ଼ ଦିନଟେ, ଚାହିଁବେ ଯଦି କଳସ ସ୍ଥାପନା କରିପାରିବେ ସେଦିନ। ମାନେ କଳସ ଆଉ ଥରେ ଯେମିତି କଳସ ସ୍ଥାପନ କରନ୍ତି ଘରେ, ନୂଆ ଆମ୍ବପତ୍ର, ବରକୋଳି ପତ୍ର, ଦୁବ ଦେଇ ଆପଣ କ'ଣ କରିବେ,
କଳସ ସ୍ଥାପନା କରିବେ। ଘର ଠାକୁର ଯାହା ବି ଆପଣଙ୍କ ପାଖରେ ଅଛି, ଯେଉଁ ଠାକୁର ଅଛନ୍ତି ତାଙ୍କୁ ପଞ୍ଚୋପଚାର ବିଧିରେ ପୂଜା କରନ୍ତୁ। ପାରୁଛନ୍ତି ଯଦି ସେଦିନ ପଞ୍ଚାମୃତରେ ଟିକେ ଠାକୁରଙ୍କୁ ଯେମିତି ଭଗବାନ ବିଷ୍ଣୁଙ୍କୁ, କାରଣ ସେ ମାଘ ମାସ ଚାଲୁଛି, ତ ଭଗବାନ ବିଷ୍ଣୁଙ୍କୁ, ମା ଲକ୍ଷ୍ମୀଙ୍କୁ, ଆପଣ ଯଦି ଅଲଗା କେଉଁ ଭଗବାନ ଅଛନ୍ତି ଯେମିତି ଆମର ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ତାଙ୍କୁ ଟିକେ ପଞ୍ଚାମୃତରେ ସ୍ନାନ କରିଦିଅନ୍ତୁ। ଗଙ୍ଗା ଜଳ, ଶୁଦ୍ଧ ଜଳରେ ସ୍ନାନ କରନ୍ତୁ। ତାପରେ ପଞ୍ଚୋପଚାର ବିଧିରେ ଫୁଲ, ଚନ୍ଦନ, ସିନ୍ଦୁର, ଦୀପ, ଧୂପ, ନୈବେଦ୍ୟ ଦେଇ ପୂଜା କରନ୍ତୁ। ନୈବେଦ୍ୟରେ ଦେଖନ୍ତୁ ମକର ସଂକ୍ରାନ୍ତି ମାନେ ସେଦିନ ମକର ଚାଉଳର ଭୋଗ କରାଯାଏ। ତ ମକର ଚାଉଳ ମାନେ ମକର ଚାଉଳ ବା ନୂଆ ଚାଉଳ କିଛି ନେବେ, ସେଇଥିରେ କ୍ଷୀର, କଦଳୀ, ନଡ଼ିଆ କୋରା, ଗୁଡ଼, ଛେନା, ଘିଅ, ତା ସହିତ ଅଲଗା କିଛି ଫଳମୂଳ, ଗୋଲମରିଚ ଗୁଣ୍ଡ ମଧ୍ୟ ଆପଣ ପକାଇ ଆପଣ କ'ଣ କରିବେ, ସେଇ ମକର ଚାଉଳ ପ୍ରସ୍ତୁତ କରିବେ। ସେଇ ମକର ଚାଉଳକୁ ପ୍ରଥମେ କ'ଣ କରିବେ, କଳସ ମାନେ ଭଗବାନ ଗଣେଶଙ୍କୁ ପ୍ରଥମେ ଭୋଗ ଦେବେ। ତାପରେ ଆପଣଙ୍କ ଘରେ ମାନେ ଯେକୌଣସି ଭଗବାନ ଅଛନ୍ତି ତାଙ୍କୁ ତାପରେ ଭୋଗ ଲଗାଇବେ। ଭୋଗ ଲଗାଇ ସାରିଲା ପରେ ଆପଣ କ'ଣ କରିବେ, ବୃନ୍ଦାବତୀଙ୍କୁ ପୂଜା କଲେ, ବୃନ୍ଦାବତୀକୁ ପୂଜା କଲା ପରେ ତାପରେ ସୂର୍ଯ୍ୟଦେବଙ୍କୁ ପୂଜା କରିବେ। ଦେଖନ୍ତୁ, ମକର ସଂକ୍ରାନ୍ତିରେ ଘର ଠାକୁରଙ୍କୁ ଯେମିତି ପୂଜା କରିବେ ସେମିତି ଆପଣ ସୂର୍ଯ୍ୟଦେବଙ୍କୁ ପୂଜା କରିବେ, କାରଣ ସେଦିନ ସୂର୍ଯ୍ୟ ଦେବତାଙ୍କ ପୂଜାର ବିଶେଷ ନିୟମ ରହିଛି। ଆପଣ ଯଦି କିଛି ବି କରିପାରୁନାହାନ୍ତି, ଆପଣ କ'ଣ କରିବେ, ଗୋଟେ ତମ୍ବାର ଲୋଟା, ଯଦି ତମ୍ବାର କିଛି ଲୋଟା ନାହିଁ ତାହେଲେ ପିତ୍ତଳର ନେଇପାରିବେ। ଗୋଟେ ଲୋଟାରେ ଆପଣ କ'ଣ କରିବେ, ଜଳ ନେବେ, ସେଥିରେ ଆପଣ କ'ଣ କରିବେ, ନାଲି ଫୁଲ ନେବେ, ନାଲି କିମ୍ବା ହଳଦିଆ ଫୁଲ ନେବେ, କିନ୍ତୁ ଆପଣ ଧଳା ଫୁଲ ନେବେନି, କାରଣ ସୂର୍ଯ୍ୟଦେବଙ୍କୁ ଧଳା ରଙ୍ଗ ପସନ୍ଦ ନୁହେଁ। ତ ଫୁଲ, ସେଥିରେ ଟିକେ ଗୁଡ଼, ରାଶି ଚାହିଁବେ ଯଦି ଆପଣ ପକାଇ ପାରିବେ, ଅକ୍ଷତ ପକାଇ ପାରିବେ, ରକ୍ତ ଚନ୍ଦନ ଟିକେ ଦେବେ। ସେଥିରେ କ'ଣ କରିବେ, ପୂର୍ବ ମୁହଁ କରି ଆପଣ କ'ଣ କରିବେ, ତାଙ୍କୁ ଜଳ ଅର୍ଘ୍ୟ ବା ଆପଣ ଜଳ ଅର୍ପଣ କରିବେ। ସେଇ ଯେତେବେଳେ ଅର୍ପଣ କରିବେ ସେତେବେଳେ ଓମ୍ ସୂର୍ଯ୍ୟାୟ ନମଃ ଇଏ ମନ୍ତ୍ର ଆପଣ ଜପ କରିପାରିବେ, ନହେଲେ ଆପଣ ଓମ୍ ସୂର୍ଯ୍ୟ ନାରାୟଣ ନମଃ ଏମିତି କହି ଆପଣ କ'ଣ କରିବେ, ସେ ଅର୍ଘ୍ୟ ଦେବେ। ଅର୍ଘ୍ୟ ଦେଇ ସାରିଲା ପରେ ଆପଣ କ'ଣ କରିବେ, ସୂର୍ଯ୍ୟ ଦେବତାଙ୍କୁ ପୂଜା କରିବେ, ତାଙ୍କୁ ଟିକେ ଦୀପ ଧୂପ ଦେବେ, ଫୁଲ ତ ଅର୍ପଣ କରିଥିବେ। ତାପରେ ଆପଣ କ'ଣ କରିବେ, ଏହି ସମୟରେ ଚାହିଁବେ ଯଦି ମକର ଚାଉଳର ଭୋଗ ଆପଣ ମକର ଚାଉଳ ଭୋଗ ମଧ୍ୟ ତାଙ୍କୁ ଅର୍ପଣ କରିବେ। ତା ବ୍ୟତୀତ ଆପଣ ଚାହିଁବେ ଯଦି ରାଶି ଲଡ଼ୁ ନହେଲେ ଖିଚୁଡ଼ି ମଧ୍ୟ, ମାନେ ହଳଦିଆ ଯେଉଁ ଖିଚୁଡ଼ି, ସେ ଖିଚୁଡ଼ି ମଧ୍ୟ ଆପଣ ଅର୍ପଣ କରିପାରିବେ। ଆପଣଙ୍କୁ ଯେଉଁଟା ସୁବିଧା ଲାଗିବ ଆପଣ ସେଇଟା କରିପାରିବେ। ତାପରେ ଆପଣ କ'ଣ କରିବେ, ସୂର୍ଯ୍ୟ ଦେବଙ୍କର ସୂର୍ଯ୍ୟ ଚାଳିଶା ଯଦି ଆପଣ ଅଛି ଆପଣଙ୍କ ପାଖରେ, ଆପଣ ପାଠ କରିପାରିବେ। ତାପରେ ଆପଣ କ'ଣ କରିବେ, କର୍ପୂର, ଝୁଣା କର୍ପୂରରେ ଆଳତି କରିବେ। ସେଇଦିନ ଏମିତି ପୂଜାବିଧି ରହିଛି। ତ ସେଇଦିନ ଆପଣ ସମସ୍ତେ ମନେ ରଖିବେ, ପୂଜା ଶେଷ କରିସାରିଲା ପରେ ଯେଉଁ ମକର ଚାଉଳ ଭୋଗ କରିଥିବେ ସେଇ ଭୋଗରୁ କିଛି ଭୋଗ ଆପଣ କ'ଣ କରିବେ, ଆପଣ ନିଜେ ପାଇବେ, ଆପଣଙ୍କର ପିଲା ଛୁଆଙ୍କୁ ମଧ୍ୟ ଦେବେ ଖାଇବା ପାଇଁ। ମାନେ କ'ଣ ପାଇଁ ସେଟା ଖାଆନ୍ତି, ତ କୁହାଯାଏ ଯେ ସେ ମକର ଚାଉଳ ଭୋଗ ଖାଇଲେ ଛୁଆମାନଙ୍କର ବୁଦ୍ଧି ଶକ୍ତି ମାନେ ତାଙ୍କର ତୀକ୍ଷ୍ଣ ହୁଏ, ସେମାନଙ୍କର ମାନେ ଦୀର୍ଘାୟୁ ହୁଅନ୍ତି, ସେମାନଙ୍କର ମାନେ ନିରୋଗ ହୁଅନ୍ତି। ତ ଯେହେତୁ ସୂର୍ଯ୍ୟଦେବଙ୍କ ପୂଜାରେ ମାନେ ଦୀର୍ଘାୟୁ, ନିରୋଗ, ସୁଖ ସମୃଦ୍ଧି ବୃଦ୍ଧି ହେବା ପାଇଁ ଛୁଆଙ୍କୁ ସେ ମକର ଚାଉଳର ଭୋଗ ନିହାତି ଭାବରେ ଦିଅନ୍ତୁ ଖାଇବା ପାଇଁ। ତା ବ୍ୟତୀତ ମକର ସଂକ୍ରାନ୍ତିରେ ଦାନ ପୁଣ୍ୟର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି। ତ ସେଇଦିନ ଆପଣ ରାଶି, ଖିଚୁଡ଼ି ନହେଲେ କିଛି ଗରମ କପଡ଼ା, ସ୍ୱେଟର ଏସବୁ ଆପଣ ଗରିବ ନହେଲେ କାହାକୁ ଅସହାୟ ବ୍ୟକ୍ତିଙ୍କୁ ମଧ୍ୟ ଦାନ କରିପାରିବେ। ଏମିତି ମାନ୍ୟତା ଅଛି ଯେ ଏଇ ଦିନ ମାନେ ସୂର୍ଯ୍ୟଦେବଙ୍କ ବ୍ୟତୀତ ଶନିଦେବଙ୍କୁ ମଧ୍ୟ ପୂଜା କଲେ ବହୁତ ଫଳଦାୟୀ ହେଇଥାଏ, ଆଉ ତାଙ୍କର ଆରାଧନା କଲେ ମଧ୍ୟ ବହୁତ ଭଲ ରହିଥାଏ। ତା ସହିତ ଆପଣ ଘର ପୂଜା ଶେଷ କରିସାରିଲା ପରେ, ସୂର୍ଯ୍ୟଦେବଙ୍କର ପୂଜା ଶେଷ କରିସାରିଲା ପରେ ଆପଣ ମନ୍ଦିର ସେଦିନ ଟିକେ ଯିବେ, କାରଣ ଏ ଦିନ ମାନେ ଏତେ ବଡ଼ ଦିନଟେ, ତ ମନ୍ଦିର ଯିବାର ନିୟମ ମଧ୍ୟ ରହୁଛି। ଆପଣ ଯେକୌଣସି ମନ୍ଦିର ପାରୁଛନ୍ତି ଯାଆନ୍ତୁ। ତା ବ୍ୟତୀତ ଆପଣ ସେଦିନ ତ ଗୁଡ଼ି ଉଡ଼ାର ଦିନ, ଆପଣ ଚେଷ୍ଟା କରନ୍ତୁ ଆପଣ ନିଜର ଖୁସି ପାଇଁ ସେଦିନ ଗୁଡ଼ି ଉଡ଼ାଇ ପାରିବେ। ମକର ସଂକ୍ରାନ୍ତିରେ କ'ଣ କରାଯାଏ, ଦେଖନ୍ତୁ ମକର ସଂକ୍ରାନ୍ତିରେ କ'ଣ କରିବା ଉଚିତ। ତ ମକର ସଂକ୍ରାନ୍ତିରେ ପ୍ରଥମେ ପବିତ୍ର ନଦୀରେ ସ୍ନାନ କରିବାର ଗୋଟେ ନିୟମ ବା ପ୍ରଥା ରହିଆସିଛି। ଯଦି ଆପଣ ପବିତ୍ର ନଦୀରେ ସ୍ନାନ କରିପାରିନାହାନ୍ତି ତାହେଲେ ଆପଣ କ'ଣ କରିବେ, ଘରେ ଗଙ୍ଗା ଜଳ ମିଶାଇ ସ୍ନାନ କରିପାରିବେ। ତା ସହିତ ସୂର୍ଯ୍ୟଦେବଙ୍କ ପୂଜା ନିହାତି ଭାବରେ କରିବା ଦରକାର। ତ ସୂର୍ଯ୍ୟଦେବଙ୍କ ପୂଜା କରିବା ବ୍ୟତୀତ ଆପଣ ଏଇ ଦିନ ଖିଚୁଡ଼ି, ରାଶି, ଗରମ କପଡ଼ା ଆଉ ଅନ୍ୟ କିଛି ଶୁଭ ବସ୍ତୁ ଯେମିତିକି ଆପଣ ଅନ୍ନ, ଚାଉଳ
ये ସବୁ ମଧ୍ୟ ଆପଣ କିଛି ଦାନ ମଧ୍ୟ କରିପାରିବେ। ତା ବ୍ୟତୀତ ଆପଣ ଦାନ ପୁଣ୍ୟ କଲେ ଆପଣଙ୍କ ପାଇଁ ବହୁତ ଭଲ। ତ ଆପଣ ଚେଷ୍ଟା କରନ୍ତୁ କରିବେ। ତା ସହିତ ଆପଣ ଧାର୍ମିକ କାର୍ଯ୍ୟ କିଛି ନା କିଛି କରିବେ। ଧାର୍ମିକ କାର୍ଯ୍ୟ ଆପଣ କେଉଁଠି ମନ୍ଦିର ଯାଆନ୍ତୁ କି କେଉଁଠି କିଛି ପାଠ ହେଉଛି ସେ ପାଠ ମଧ୍ୟ ଆପଣ ଶୁଣିପାରିବେ। ତା ସହିତ ବ୍ରହ୍ମଚର୍ଯ୍ୟ ପାଳନ କରନ୍ତୁ। ସେଦିନ ପତି ପତ୍ନୀ ସଙ୍ଗ ହେଇକିନା ରହିବେ ନାହିଁ। ତା ବ୍ୟତୀତ କାହା ନାଁରେ ନିନ୍ଦା ଅପମାନ ମାନେ ଚୁଗୁଲାମି କି ସେ ସବୁ ଜିନିଷ ସେଦିନ କରିବେ ନାହିଁ। ସେଇଦିନ ରାଶି ଆପଣ ଯେମିତି ରାଶି ଲଡ଼ୁ ହଉ କି ରାଶିର କୌଣସି ଜିନିଷ ଆପଣ ଯେମିତି ଦାନ କରିବେ ସେମିତି ଆପଣ ନିଜେ ବି ଗ୍ରହଣ କରିବେ, ନିଜେ ବି ଆପଣ ଖାଇବେ। କାରଣ ଏଇ ଦିନ ରାଶି ଖାଇଲେ ବହୁତ ଶୁଭ ହେଇଥାଏ। ସେଇଥିପାଇଁ ଆପଣ ସେଦିନ ଖାଆନ୍ତୁ। ତା ସହିତ ପିତୃଙ୍କ ନାମରେ ଆପଣ କିଛି ସେଦିନ ଜଳଦାନ ମଧ୍ୟ କରିପାରିବେ। ଜଳଦାନ କରିବା ଦ୍ୱାରା ଆପଣଙ୍କ ପିତୃପୁରୁଷ ଶାନ୍ତି ହେଇଥାନ୍ତି। ତ ସେଥିପାଇଁ ଆପଣ କ'ଣ କରିବେ, ଜଳଦାନ କରିପାରିବେ। ତା ବ୍ୟତୀତ ଆପଣ ଏଦିନ ମାନେ ଆମିଷ ପିଆଜ ରସୁଣ କି ତାମସିକ ଭୋଜନ ଯାହା ରହିଲା ତ ଏସବୁ ଆପଣ କରିବେ ନାହିଁ। ଆଉ ତା ବ୍ୟତୀତ ସୂର୍ଯ୍ୟୋଦୟ ପୂର୍ବରୁ ଉଠିବାକୁ ଚେଷ୍ଟା କରିବେ। ତାପରେ ଆପଣ ଉଠନ୍ତୁ ନାହିଁ ଯେହେତୁ ଏତେ ବଡ଼ ଦିନଟେ। ତା ସହିତ ଆପଣ କହିଲି ଦାନ କରିବେ। ଦାନ ଯେତେବେଳେ ଆପଣ କିଛି ସ୍ୱେଟର କି କିଛି ବସ୍ତ୍ର ଅର୍ପଣ କରୁଛନ୍ତି ସବୁବେଳେ ଚେଷ୍ଟା କରିବେ ଯେ ନୂଆ ବସ୍ତ୍ର ଦେବା ପାଇଁ। କେବେ ବି ନିଜର ବ୍ୟବହାର କି ପୁରୁଣା କପଡ଼ା କି ମାନେ ଫଟା ଚିରା ଏସବୁ ଦାନ ଦିଅନ୍ତୁ ନାହିଁ। କାରଣ ଏମିତି ଦାନ ଦେଲେ ସେ ଦାନର ମୂଲ୍ୟ ମଧ୍ୟ କିଛି ନାହିଁ। ମକର ସଂକ୍ରାନ୍ତିରେ ତା ବ୍ୟତୀତ ଆପଣଙ୍କର କୌଣସି ଗଛ ବଡ଼ ବଡ଼ ଗଛ ହେଲା ସେ ସବୁ କାଟିବା ମଧ୍ୟ ଉଚିତ ନୁହେଁ। ତା ବ୍ୟତୀତ ଏଇ ଦିନ କ'ଣ କରିବା ଉଚିତ ନୁହେଁ। ଏଇ ଦିନ ମାନେ ସ୍ନାନର ବହୁତ ବିଶେଷ ମହତ୍ତ୍ୱ ରହିଛି। ତେଣୁକରି ଏଇ ଦିନ ମାନେ ବହୁତ ଲେଟ୍ରେ ମାନେ ସ୍ନାନ କରନ୍ତୁ ନାହିଁ। ଟିକେ ଜଲ୍ଦି ସ୍ନାନ କରିଦିଅନ୍ତୁ। ତାପରେ ଏଦିନ ଆପଣ ଦିନ ବେଳେ ଶୁଅନ୍ତୁ ନାହିଁ। ଦିନ ବେଳେ ଶୋଇବା ଠିକ୍ ନୁହେଁ କି ପତି ପତ୍ନୀ ସଙ୍ଗ ହେଇକିନା ରହନ୍ତୁ ନାହିଁ। ସୂର୍ଯ୍ୟାସ୍ତ ପରେ ଆପଣ ଭାତ ହେଲା ମାନେ ଅନ୍ନ ଭୋଜନ କରନ୍ତୁ ନାହିଁ। ଆଉ ତା ବ୍ୟତୀତ ଆପଣ ତାମସିକ ଭୋଜନ ଯେମିତିକି ଆମିଷ ପିଆଜ ରସୁଣ ଏସବୁ ଜିନିଷ ଆପଣ କ'ଣ କରନ୍ତୁ, ଖାଆନ୍ତୁ ନାହିଁ। ତା ବ୍ୟତୀତ ସବୁବେଳେ ମକର ସଂକ୍ରାନ୍ତିରେ କର୍ମ ଦାନ ଧର୍ମ ଜପ ତପ ଏସବୁ ଜିନିଷ କରନ୍ତୁ। କାରଣ ଆପଣ ଯେତେ ପବିତ୍ର ମାନେ ମନରୁ ଯେତେ ପବିତ୍ର ରହିବେ ସେତେ ଆପଣଙ୍କର ଶରୀର ମଧ୍ୟ ପବିତ୍ର ରହିବ। ଆପଣଙ୍କର ପରିବେଶ ମଧ୍ୟ ପବିତ୍ର ରହିବ। ଆପଣଙ୍କ ପୂଜାରେ ମନ ଲାଗିବ, ଭକ୍ତିରେ ହିଁ ମନ ଲାଗିବ। ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କୁ ବହୁତ ପସନ୍ଦ ଆସିଥିବ। ଯଦି ଆସିଛି ତାହେଲେ ଏଇ ଚ୍ୟାନେଲକୁ ଜଲ୍ଦି କରି ଲାଇକ୍ ସେୟାର ସବସ୍କ୍ରାଇବ୍ କରିଦିଅନ୍ତୁ। ନମସ୍କାର।